जदि आपनकु परिबा खाई खाई बोर लागिलाणी आउ किछि गोटे नुआ रेसिपी ट्राए करबाकू चाहुचंती ताहेले सोयाबीन रो एही रेसिपीटा निश्चय ट्राए करंतु। आपनकु बहुत ही बढ़िया लागिबो खाइबाकू। भिडियोटी को शेष पर्यंत देखंतु आउ प्रतिटी स्टेप फॉलो करंतु। बहुत इजीली एही रेसिपीटी बनि जिवो आउ थरे खाइले तो बारंबार खाइबाकू इच्छा हबो। भिडियोटी भल लागुथिले लाइक गोटे निश्चय कर दियंतु आउ चैनल ले नुआ थिले सब्सक्राइब करबाकू जम्मा भी भूल। सोयाबीन रो ये रेसिपीटे बनैबा पई मु गोटे कप सोयाबीन नेछि। आपण सोया चंक्स न्यूट्रेला जहाँ भी कहि परिबे ताकू मु गरम पानी देकी बतुरे देइथिली 5 मिनिट। सेटा पूरा बढ़िया से नरम हे गला। एबे गोटे ग्राइंडिंग जार रे से सोयाबीन को भल्ल से चुपुड़ी की नै जाउची जोटा कि हमर पानी टिके भी रहिबो। ताकू आमे एमती दरदरा करिकी हमर बाटी तक रखिदवा। एमती तापरे गोटे बाउल ले काढी देइछि जोटा कि हमर बनेबाकू इजी हबो। ସେଥିରେ ମୁଁ କାଟିକି ରଖିଥିବା ପିଆଜ ପକେଇ ଦେଇଛି ଆଉ କଞ୍ଚା ଲଙ୍କା ରସୁଣର ଗୋଟେ ଛେଚା ପକେଇଛି ବଢିଆ ବାସ୍ନା ତାର ଆସେ। ଆଉ ସେଥିରେ 2 ଚାମଚ ବେସନ, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଚାଟ ମସଲା, ଲଙ୍କା ଗୁଣ୍ଡ ଆଉ ଜିରା ଗୁଣ୍ଡ ଗୋଟେ टीस्पून ନେଇକି ତାକୁ ଭଲସେ ଗୋଳେଇ ଦଉଛି, ମିକ୍ସ କରି ଦଉଛି ଯେମିତି ଚାରିଆଡିକି ଭଲସେ ସେଇଟା ମିକ୍ସ ହେଇଯିବ। ଏଠି ମୋର ଟିକେ ୱାଇଣ୍ଡିଂ ହେଲାନି ସେଥିପାଇଁ ମୁଁ 2 टेबल स्पून ର କର୍ନଫ୍ଲୋର ନେଇଛି ଆଉ ଗୋଟେ ସ୍ପୁନ ର ଏଠି ପକେଇଛି ବେସନ। ଏବେ ଦେଖନ୍ତୁ ସେଇଟା ଭଲସେ ୱାଇଣ୍ଡିଂ ହେଇକି ଏମିତି ଗୋଲ ଗୋଲ ହେଇଯାଉଛି। ଆମର ଏମିତି ଗୋଲ ଗୋଲ ସେପ୍ ଦେଇକି ତାକୁ ଏବେ ଛାଣିବାକୁ ଯିବା। ଏଠି ମୁଁ ଭଲସେ ଆଗ ଗୋଲ ଗୋଲ ସେପ୍ କରିକି ରଖିଦେଇଛି। ଏବେ ଗୋଟେ ପ୍ୟାନ ରେ ତେଲ ନେଇକି ତାକୁ ଆମେ ମିଡିୟମ ଫ୍ଲେମ ରେ ତାକୁ ଭଲସେ ଚାରିଆଡୁ ଫ୍ରାଏ କରିଦବା। ଏଠି ଆମେ ଫ୍ଲେମ ଟାକୁ ମିଡିୟମ ରେ ହିଁ ରଖିବା କାରଣ ଭିତର ପଟ ଯାଏଁ ଯେମିତି ଭଲସେ ଆମର ହେଇଯିବ କୋପ୍ତା ଗୁଡାକ। ସୋୟାବିନ ର ଏଇ ରେସିପିଟି ଆପଣଙ୍କୁ ବହୁତ ହି ବଢିଆ ଲାଗିବ ଖାଇବାକୁ ଆଉ ବନେଇବାକୁ ବି ଏତେ ବି କଷ୍ଟ ନୁହେଁ। ବହୁତ ଇଜିଲି ବି ବନିଯିବ ବହୁତ ହି କମ ଟାଇମ ରେ। ପୁରା एकदम रेस्टोरेंट स्टाइल भलिया लागिबो ଆଉ रेस्टोरेंट ର ଖାଇବାକୁ ଆପଣ ବି ଭୁଲିଯିବେ। ଏଇ କୋପ୍ତା ଗୁଡିକୁ ଆମେ ଭଲସେ ଏପଟ ସେପଟ କରି ଗୋल्डन ବ୍ରାଉନ ହେଲା ଯାଏ ଆମେ ତାକୁ ଫ୍ରାଏ କରିଦବା। ଏ ରେସିପିଟି ଏତେ ଟେଷ୍ଟି ଲାଗିବ ଯେ ଆପଣଙ୍କୁ ବାରମ୍ବାର ବନେଇକି ଖାଇବାକୁ ଇଚ୍ଛା ହବ। ନନଭେଜ ଦିନରେ ବି ଆପଣ ନନଭେଜ ଭୁଲିଯିବେ ଏଇ ରେସିପିଟି ଥରେ ବନେଇକି ଟ୍ରାଏ କରନ୍ତୁ। ଦେଖନ୍ତୁ ଆମର ଏଠି କୋପ୍ତା ଗୁଡାକ ଭଲସେ ଫ୍ରାଏ ହେଇକି ରେଡି ହେଇଯାଇଛି। ତାକୁ ମୁଁ ଏବେ କାଢିକି ରଖି ଏପଟେ ମୁଁ ଗ୍ରେଭି ବନେଇବା ପାଇଁ ନେଇଛି 2ଟା ପିଆଜ। ତାକୁ ମୁଁ ଆମର ପୁରା ଫାଇନଲି ଚପ୍ କରିବା ଦରକାର ନାହିଁ। ଏମିତି ରଫଲି ବଡ ବଡ କରିକି ମୁଁ କାଟିକି ନେଇଯାଉଛି। ଆଉ ତା ପାଇଁ ନେଇଛି 2ଟା ଟମାଟୋ। ଆମ ଗ୍ରେଭିଟା ଟିକେ ଥିକ୍ ବନେଇବାର ଅଛି ସେଥିପାଇଁ ମୁଁ ଏଠି 2ଟା ଟମାଟୋ ନେଇଛି। ଆପଣ ଆପଣଙ୍କ ଅନୁସାରେ ନେଇପାରିବେ। ଆଉ ସେଥିପାଇଁ ନେଇଛି ମୁଁ ରସୁଣ ଆଉ ଅଦା। ରସୁଣ ଟିକେ ଅଧିକ ପରିମାଣରେ ଆଉ ଅଦା 1.5 ଇଞ୍ଚ ଖଣ୍ଡେ ନେଇଛି। ଆଉ 6-7ଟି କାଜୁ ନେଇଯାଇଛି ଯୋଉଟା କି ଆମର ଗ୍ରେଭିଟା ଟିକେ କ୍ରିମି ଟେକ୍ସଚର ଆସିଯିବ। ଏବେ ଆମେ କାଟିକି ରଖିଥିବା ଆମର ଅଦା ରସୁଣ ପିଆଜ ଟମାଟୋକୁ ଭଲସେ କିଛି ଗୋଟା ଗରମ ମସଲା ଦେଇକି ପାଣିରେ ସିଝେଇ ଦବା। ଆମର ତେଲରେ ଫ୍ରାଏ କରିବାର ନାହିଁ। ଆଗ ଆମେ ୟାକୁ ପାଣିରେ ସିଝେଇ ଦବା। ଏମିତି ବି ବହୁତ ହି ଟେଷ୍ଟି ଲାଗେ ଖାଇବାକୁ। 10 ମିନିଟ ପାଣିରେ ସିଝିଗଲା ପରେ ତାକୁ ଆମେ ଗ୍ରାଇଣ୍ଡିଙ୍ଗ ଜାରକୁ କାଢିଦବା ଆଉ ଥଣ୍ଡା ହେବା ପାଇଁ ଛାଡିଦବା। ଏମିତି ଗରମରେ ଆମେ ପେଷ୍ଟ ବନେଇବାନି। ତ ଥଣ୍ଡା କରିକି ମୁଁ ପେଷ୍ଟ ବନେଇ ଦେଇଛି। ତ ଗୋଟେ କରେଇରେ ମୁଁ ସୋରିଷ ତେଲ ନେଇଛି ଆଉ ଜିରା ଟିକେ ଫୁଟେଇ ଦେଇଛି ଆଉ ସେ ଆମର ବାଟିକି ରଖିଥିବା ପେଷ୍ଟଟା ପକେଇ ଦେଇଛି ମସଲା ପେଷ୍ଟ। ସେଇ ପେଷ୍ଟଟାକୁ ଆମେ ଭଲସେ ଟିକେ ତେଲରେ ଫ୍ରାଏ କରିଦବା। ଆକ୍ଚୁଆଲି କହିବାକୁ ଗଲେ ଏଇଟା ବେଶୀ ଟାଇମ ଲାଗିବନି କାରଣ ଆମେ ଏଇଟା ସିଝେଇକି ନେଇଯାଇଛେ। ତ ସେଥିରେ ମୁଁ ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ପାଉଡର ଆଉ କିଛି କିଚେନ କିଙ୍ଗ ମସଲା ନେଇଛି ଯୋଉଟା କି ଟେଷ୍ଟଟା ବହୁତ ହି ଏନହାନ୍ସ ହେଇଯାଏ।
ଏବେ ଆମେ ମସଲାକୁ ଭଲସେ କଷିଦବା। ଯେହେତୁ ଆମେ ଆକୁ ସିଝେଇକି ମସଲାଟା ନେଇଛେ ତ ପିଆଜ ରସୁଣର ସ୍ମେଲଟା ଜମା ବି ବେଶୀ ଟାଇମ ରହିବନି। କଞ୍ଚା କଲେ ଟିକେ ତାକୁ ଅଧିକ ଟାଇମ କଷିବାକୁ ପଡିଥାଏ। ଏବେ ମୁଁ ଯୋଉ ସିଝେଇକି ରଖିଥିଲି ତାର ପାଣିଟା ରଖିଥିଲି ସେଇଟା ମୁଁ ଫିଙ୍ଗି ନଥିଲି। ତ ସେଇ ପାଣିଟା ଏବେ ଗ୍ରେଭିରେ ଦେଇକି ଆମର ଗୁଣ୍ଡ ମସଲା ଯେହେତୁ ପଡିଛି ତ ତାକୁ ଟିକେ ଘୋଡେଇକି ଆମେ ଟିକେ କଷିବାକୁ ଟାଇମ ଦେଇଦବା। ଏବେ ସେଇଟା କଷି ହେଇଗଲା ପରେ ମୁଁ ଏଠି ଗରମ ପାଣି ପକେଇଛି। ପାଣି ଫୁଟିଗଲା ପରେ ଆମର ଛାଣିକି ରଖିଥିବା କୋପ୍ତାଟା ଅଳ୍ପ ଅଳ୍ପ କରି ପକେଇଦବା। ଏଠି ମୁଁ ଯେତିକି ସୋୟାବିନ୍ ନେଇଥିଲି ସେଥିରେ ମୋର 10-12ଟି କୋପ୍ତା ହେଇଛି। ଆଉ ବହୁତ ବଡ ସାଇଜର ବି ହେଇଥିଲା। ମୁଁ ଛୋଟ ଛୋଟ କରିନି, ମିଡିୟମ ସାଇଜର ହିଁ କରିଛି, ଯୋଉଟା କି ପୁରା ପରଫେକ୍ଟ ଲାଗିବ ଖାଇବାକୁ। ଏବେ ଆମେ ଲୋ ଫ୍ଲେମ୍‌ରେ କୋଫ୍ତାଟାକୁ ଟିକେ ସିଝିବାକୁ ଗ୍ରେଭି ସହିତ ଟାଇମ୍ ଦେଇଦବା। ଏଠି ମୁଁ 1 ଟିସ୍ପୁନ୍ ଚିନି ପକେଇ ଦେଇଛି, ଯୋଉଟା କି ଖାରି ଅଂଶଟା ପଳେଇବ, ବହୁତ ବଢିଆ ଲାଗିବ ଖାଇବାକୁ ଗ୍ରେଭିଟା। ଏଠି ମୁଁ କସ୍ତୁରୀ ମେଥି ନେଇଛି ଆଉ ଧନିଆ ପତ୍ର ନେଇଛି, ଯୋଉଟା କି ଆମେ ନର୍ମାଲି ସବୁଥିରେ ପକାଏ। ଦେଖନ୍ତୁ ଏବେ ଆମର ରେଡି ହେଇଗଲା ସୋୟାବିନ୍ କୋଫ୍ତା ତରକାରୀ, ଯୋଉଟା କି ବହୁତ ହି ଟେଷ୍ଟି ଆଉ ବହୁତ ହି କ୍ରିମି। ଆପଣ ଏଇଟା ନିଶ୍ଚୟ ବନେଇକି ଖାଆନ୍ତୁ ଆଉ ଘର ଲୋକଙ୍କୁ ବି ଖୁଆନ୍ତୁ। ସମସ୍ତିଙ୍କି ବହୁତ ହି ବଢିଆ ଲାଗିବ। ଧନ୍ୟବାଦ।